ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେବି। ଆପଣମାନେ ତାର ପ୍ରଚାର ପ୍ରସାର ଟିକେ ଠିକ୍ ଭାବରେ କଲେ ଆମ ପାଇଁ ଆହୁରି ଭଲ ଫଳପ୍ରଦ ହେବ ଏବଂ ଲୋକଙ୍କ ପାଖରେ ସେ କଥା ପହଞ୍ଚି ପାରିଲେ ଲୋକ ନିଶ୍ଚିତ ଭାବେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଭଲ ପାଆନ୍ତି ଏବଂ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଯୋଜନା ସମ୍ପର୍କରେ ମଧ୍ୟ ଲୋକମାନେ ଆଉ ଟିକେ ସଚେତନ ଜାଣିଲେ ଆହୁରି ଭଲ ହେବ। ତେଣୁ ଆପଣମାନଙ୍କର ସହଯୋଗ ପାଇଁ ମୁଁ ଆପଣମାନଙ୍କୁ ପ୍ରଥମେ ଧନ୍ୟବାଦ ଜ୍ଞାପନ କରୁଛି। ଆଜି ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ଆଧାର କରି ଏବଂ ନୂଆ ଓଡ଼ିଶା ଯେଉଁ ଗଠନ ଚାଲିଛି ତାକୁ ଆଧାର କରି ସମସ୍ତେ ସେ ପ୍ରଗତି ରଥରେ ଜଣେ ଜଣେ ସାରଥି ହେବା ପାଇଁ ଆଜି ବିଜେପି ଦଳରୁ ଏବଂ କଂଗ୍ରେସ ଦଳରୁ ବହୁ ନେତୃତ୍ୱ ଆଜି ଦଳ ପରିତ୍ୟାଗ କରି ଆଜି ଆମ ସହିତ ମିଶିଛନ୍ତି। କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା ଏବଂ ପୁରୁଣା ନେତା ଆମର ପ୍ରମୋଦ ଦାସ ଏବଂ ରଙ୍ଗେରୁଡ଼ା ବ୍ଲକର 3-4ଟି ପଞ୍ଚାୟତରୁ ଆମର ବହୁତ କର୍ମୀ ଆଜି ଯେଉଁମାନେ ନେତୃସ୍ଥାନୀୟ କର୍ମୀ ସବୁ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଏବଂ ନିଶ୍ଚିତ ଭାବେ ଏମାନଙ୍କ ମିଶ୍ରଣରେ ବିଜୁ ଜନତା ଦଳ ଆହୁରି ଶକ୍ତିଶାଳୀ ହେବ ଏବଂ ଆଗାମୀ ନିର୍ବାଚନ ଚଳିତ ନିର୍ବାଚନ ସାଧାରଣ ନିର୍ବାଚନ ହେବା ପାଇଁ ଯାଉଛି। এই ନିର୍ବାଚନରେ ପାଖିଆ ଭାବେ ଫଳାଫଳ ହେବ ଏବଂ ଆପଣମାନେ ଆଜି ଦେଖିଥିବେ ଆଜି ଯେଉଁଭଳି ଭାବେ ଆମର ନେତାମାନଙ୍କର ନେତୃମଣ୍ଡଳୀ ଏବଂ ନବୀନ ସେନା ଆମର ଯେଉଁଭଳି ଭାବେ ରଣହୁଙ୍କାର ନବୀନ ସେନାର ଯେଉଁଭଳି ଭାବେ ଆତ୍ମବିଶ୍ୱାସ ସେଥିରୁ ପରିଲକ୍ଷିତ ହେଉଛି। ଆସନ୍ତା ନିର୍ବାଚନରେ ଉଭୟ ସାଂସଦ ଏବଂ ଗୋପାଳପୁର ବିଧାନସଭା କ୍ଷେତ୍ରରେ ଆମେ ଏକପାଖିଆ ଭାବେ ଭୋଟ କରିବୁ ଏବଂ ଲୋକଙ୍କ ଆଶୀର୍ବାଦ ଲାଭ କରିବୁ। ଦେଖନ୍ତୁ ମୁଁ କାହାକୁ ଆକ୍ଷେପ କରିବା ପାଇଁ ଚାହେଁ ନାହିଁ। ଯେଉଁମାନଙ୍କ ବିରୁଦ୍ଧରେ ଚାର୍ଜ ଫ୍ରେମ୍ ହେଇଛି ଚାର୍ଜସିଟ୍ ହେଇଛି ମୁଁ ସେମାନଙ୍କ କଥା ଅବଗତ କରାଇଛି। ଯେଉଁମାନେ ଜେଲକୁ ଯାଇଥିଲେ ସେଟା ଆଇନର ପରିସରଭୁକ୍ତ ଏବଂ ଯେଉଁମାନେ ଯେଉଁ ଦଫା ନେଇକି ଗିରଫ ହୋଇ ଯାଇଛନ୍ତି ଏବଂ ଯେଉଁମାନେ ତା ପ୍ରତିବଦଳରେ ଅନ୍ୟମାନଙ୍କୁ ଆକ୍ଷେପ କରୁଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ମୁଁ ଏକଥା କହିଛି ଏବଂ ଯେଉଁମାନେ ଲୋକଙ୍କ ଅର୍ଥ ଆତ୍ମସାତ କରି ଚାକିରି ଦେବା ନାଁରେ ଆଜି ଠକେଇ କରିଛନ୍ତି ଯେଉଁମାନେ ଲୋକଙ୍କର 420 କେସ୍ରେ ଆଜି ଚାର୍ଜ ଫ୍ରେମ୍ ହେଇଛି ଚାର୍ଜସିଟ୍ ହେଇଛି ଏବଂ କେଉଁ ମୁହୂର୍ତ୍ତରେ ସେ ପୁଣି ଆଉଥରେ ଜେଲ୍ ଯାଇପାରନ୍ତି ଏବଂ ଯେଉଁ ଲୋକମାନେ ତାଙ୍କୁ ବିରୋଧ କରୁଥିଲେ ତାଙ୍କ ନାଁରେ ଏଫଆଇଆର୍ ହେଇଥିଲେ ଆଜି ସେଇ ଦଳ ଏବଂ ସେଇ ଲୋକମାନେ ତାଙ୍କୁ କୋଳେଇ ନେଇଛନ୍ତି ଏବଂ ଯେଉଁମାନେ ଆଜି ଭୟର ବାତାବରଣ ଗୋପାଳପୁର ନିର୍ବାଚନ ମଣ୍ଡଳୀ ସୃଷ୍ଟି କରୁଛନ୍ତି ଲୋକଙ୍କୁ ଆତଙ୍କବାଦ ଚଲେଇଛନ୍ତି ଆଜି ସେଇମାନଙ୍କର ମୁଖା ଖୋଲି ଯାଇଛି ଏବଂ ଗୋପାଳପୁରବାସୀ ଜାଣି ସାରିଲେଣି ଯେ କିଏ କ'ଣ ଏବଂ ଯେଉଁମାନେ ଆଜି ମାନନୀୟ ମୁଖ୍ୟମନ୍ତ୍ରୀଙ୍କର ଏବଂ ବିଜୁ ଜନତା ଦଳର ଲେଖା ଛିଡ଼େଇ କରୁଛନ୍ତି ଜନସାଧାରଣ ତାଙ୍କୁ ଉଚିତ ଜବାବ ଦେବେ। ଆପଣଙ୍କ ନେତୃତ୍ୱରେ ଯେଉଁ ସଂଗଠନ କଥାରେ ଅଛି କପାଳ ଲେଖନ କିଏ କରିବ ଆନ ଯିଏ ଲେଖା ଲେଖିଛି ସିଏ ଲେଖା ଛିଡ଼େଇବ। ଉପରବାଲା ଆମ ସମସ୍ତଙ୍କ ଲେଖା ଲେଖିଛି ଏବଂ ଯେଉଁ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ସମସ୍ତଙ୍କୁ ଓଡ଼ିଆମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି ତାଙ୍କର ଯିଏ ଲେଖା ଛିଡ଼େଇବି କହୁଛି ଏବଂ ବିଜୁ ଜନତା ଦଳର ଯିଏ ଲେଖା ଛିଡ଼େଇ ଦେବି କହୁଛି ଯିଏ ଷଷ୍ଠ ଭାବେ ଲୋକମାନଙ୍କର ଦିବାଲୋକ ଷଷ୍ଠ ଦିବାଲୋକ ଲୋକମାନଙ୍କର ଅର୍ଥ ଆତ୍ମସାତ କରି ଲୋକମାନଙ୍କ ଚାକିରି ଦେବା ନାଁରେ ପଇସା ଆତ୍ମସାତ କରି ଜେଲ୍ ଯାଇଛନ୍ତି ସେ ବ୍ୟକ୍ତିଙ୍କ ମୁହଁରୁ ଏଭଳି କଥା ଶୋଭା ପାଉନାହିଁ ଏବଂ ତାଙ୍କ ସହିତ ଯୋଡ଼ି ହୋଇଥିବା ଆଉ ଜଣେ ବ୍ୟକ୍ତି ଯିଏ ଅନ୍ୟକୁ ଖାଲି ଭାଷଣ ଦେଲେ ଆକ୍ଷେପ କରିବା ଛଡ଼ା ତାଙ୍କ ପାଖରେ ଆଉ କିଛି ଇସ୍ୟୁ ନାହିଁ ଏବଂ ସିଏ କ'ଣ କରିଛନ୍ତି 15 ବର୍ଷ ଭିତରେ ସେ କଥା ନ କହି ଅନ୍ୟମାନଙ୍କୁ ଆକ୍ଷେପ କରିବା ଅନ୍ୟମାନଙ୍କୁ ଚୋର ତସ୍କର ଗାଳି କରିବା ଏକଥା ଉଚିତ ନୁହଁ। ତେଣୁ ପ୍ରଥମେ ସେ ଯେଉଁ ଛୁଞ୍ଚି ଚାଲୁଣୀ କହୁଛି ଶାବଳକୁ ଛୁଞ୍ଚି ବୋଲି ଭାବିକି ଯେ ତୋର କେତେ କଣା ବୋଲି କିନ୍ତୁ ଶାବଳର କଣା ନାହିଁ ସେମାନେ ଜାଣିନାହାନ୍ତି। ଶାବଳ ବିନା କଣାରେ ଲଢ଼େଇ କରୁଛି ଏବଂ ଶାବଳ ଖୋଳି ଖୋଳି ଯିବ ସେ ଦେଖି ଦେଖି ରହିକି ତଟକା ହେଇଯିବ ଏବଂ ନିଶ୍ଚିତ ଭାବେ ଗୋପାଳପୁରବାସୀ ଉଚିତ ଜବାବ ଦେବେ।